ଯେତେବେଳେ ମଣିଷ ନିଃସ୍ୱ ହୋଇଯାଏ, ସବୁ ରାସ୍ତା ତା ପାଇଁ ବନ୍ଦ ହୋଇଯାଏ, ଶେଷରେ ଗୋଟିଏ ହିଁ ରାସ୍ତା ତା ପାଇଁ ଖୋଲା ଥାଏ। ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଯାହାର କେହି ନାହାନ୍ତି, ତାର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି। ସବୁଠୁ ନିରାଶ ହତାଶ ହେବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶେ ମଣିଷ। ପୁରୀରେ ଗତ କିଛି ଦିନ ମଧ୍ୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି। କିଏ ନିଜ ସ୍ତ୍ରୀ ପାଇଁ ତ ଆଉ କିଏ ନିଜ ସ୍ୱାମୀ ପାଇଁ, କେତେବେଳେ ଅଭାଗା ମାଟିଏ ପୁଅ ପାଇଁ ତ ଆଉ କେତେବେଳେ ପୁଅ ପାଇଁ ବାପା ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ କରି ଭିକ୍ଷା ମାଗିଛି। ପୁଣି ଥରେ ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ। ଭଦ୍ରକ ଧୂଷୁରୀ ଅଞ୍ଚଳର ଭାଗୀରଥୀ ହୋତା ଗୁଣ୍ଡିଚା ମନ୍ଦିରଠାରୁ ନଡ଼ିଆ ଧରି ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସାଙ୍ଗରେ ଥିଲେ ସ୍ତ୍ରୀ ଆରତୀ ହୋତା। ଭାଗୀରଥୀ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ। ଭୁବନେଶ୍ୱର, କଟକ ସମେତ ରାଜ୍ୟ ବାହାରେ ବିଭିନ୍ନ ହସ୍ପିଟାଲରେ ସେ ଚିକିତ୍ସା ହୋଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏବେ ସୁଦ୍ଧା 26ଟି କେମୋ ମଧ୍ୟ ନେଇ ସାରିଲେଣି ଭାଗୀରଥୀ। ଡାକ୍ତର କହିଛନ୍ତି ବଞ୍ଚିବାର ସମ୍ଭାବନା ବହୁତ କମ୍, କିନ୍ତୁ ଭାଗୀରଥୀଙ୍କ ମନୋବଳ ଭାଙ୍ଗି ନାହିଁ। 26ଟି କେମୋ ଦେବା ପରେ ସେ ବଡ଼ ଦାଣ୍ଡରେ ଦଣ୍ଡ ପ୍ରଣାମ କରି ଶରଣ ପଶିଛନ୍ତି ମହାପ୍ରଭୁଙ୍କର। ବ୍ରାହ୍ମଣ ହୋଇଥିବାରୁ ସେ ଦୀର୍ଘ ବର୍ଷ ହେବ କୋଲକାତାରେ ଏବଂ ଆଉ ଏବେ ଗାଁରେ ପୂଜକ ଭାବେ କାର୍ଯ୍ୟ କରୁଛନ୍ତି। ଦେବାଦେବୀଙ୍କ ପୂଜା କରି ମଧ୍ୟ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ହେବାରୁ ଶେଷରେ କାଳିଆ ସାଆନ୍ତଙ୍କ ଶରଣ ପଶିଛନ୍ତି ଭାଗୀରଥୀ। ପୁରୀରୁ ରଞ୍ଜିତ ମିଶ୍ରଙ୍କ ରିପୋର୍ଟ, UBC ନ୍ୟୁଜ୍।